এই ପାଞ୍ଚଟି ଅଭ୍ୟାସକୁ ସକାଳ ସମୟରେ ନିୟମ କରିନିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଏହାକୁ ଫଲୋ କରନ୍ତୁ। ଦେଖିବେ ଜୀବନ କିଭଳି ସୁନ୍ଦର ହେବ, ସକ୍ସେସ୍ ହେବ ଏବଂ ଖୁସି ମଧ୍ୟ ରହିବେ, ନିରୋଗୀ ମଧ୍ୟ ରହିବେ ଆଉ ମାନସିକ ତଣାବରୁ ମୁକ୍ତ ରହିବେ। ସମୟ, ପ୍ରତ୍ୟେକଟି ମୁହୂର୍ତ୍ତ ଆମ ଜୀବନରେ ଗୋଟିଏ ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରେ। ସେଥିପାଇଁ ଆମେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମୁହୂର୍ତ୍ତର ଚୟନ କରନ୍ତି। ବାହାଘର ହୋଇ ନିଜ ଜୀବନକୁ ଗୋଟିଏ ଭଲ ଭାବରେ ଗଢ଼ି ତୋଳିବା ପାଇଁ ମୁହୂର୍ତ୍ତ ଦରକାର। ଜନ୍ମଦିନର ସେଲିବ୍ରେସନ୍ ପାଇଁ, ଆନିଭର୍ସରୀର ସେଲିବ୍ରେସନ୍ ପାଇଁ, କୌଣସି ବି ଜିନିଷ ଯେତେବେଳେ ଆମେ ସେଲିବ୍ରେସନ୍ କରୁଛେ, ସତ୍ୟନାରାୟଣ ପୂଜା କେବେ କରିବା, ଘରେ ହୋମ ଯଜ୍ଞ କେବେ କରିବା, ଗୋଟେ ମୁହୂର୍ତ୍ତ ଥାଏ। ସମୟକୁ ଶୁଭ କାର୍ଯ୍ୟର ଆରମ୍ଭରେ ଆମେ ମୁହୂର୍ତ୍ତର ଚୟନ କରନ୍ତି। କାହିଁକି ନା ଏଇ ମୁହୂର୍ତ୍ତ ଆମ ଜୀବନକୁ ଗୋଟିଏ ଦିଶା ଦେଇଥାଏ, ଶୁଭ ସମୟର ଆଗମନ ହୋଇଥାଏ। ଶାସ୍ତ୍ରରେ ଯାହା କିଛି ଲିପିବଦ୍ଧ ହୋଇଛି କାଲି ରିଜନ୍ ମଧ୍ୟ ତା ପଛରେ ଅଛି ଏବଂ ଯାହା ପ୍ରମାଣ ହୋଇଯାଇଛି ତାହା ଆମେ ଜାଣିପାରୁଛନ୍ତି। ଯାହା ପ୍ରମାଣ ନ ହୋଇପାରିଛି ତା ପର୍ଯ୍ୟନ୍ତ ଆମ ବୁଦ୍ଧି ପହଞ୍ଚି ପାରୁନି। ଏ କ୍ଷେତ୍ର ଅଛି ଯେଉଁଠି ଆମକୁ ମାନି ନେବା, ଫଲୋ କରିବା ଉଚିତ ଏବଂ ଏମିତି କ୍ଷେତ୍ର ଅଛି ଯେଉଁଠି ଆମକୁ ପ୍ରମାଣ ଖୋଜିବା ଉଚିତ। ସବୁ ଜାଗାରେ ପ୍ରାମାଣିକତା ଖୋଜିବା ଉଚିତ ନୁହଁ। ସେ ମଣିଷର ବୁଦ୍ଧି ସେ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ତାକୁ ଆମେ ଋଷି ମୁନି ଗଣ ବତାଇଥିବା ମାର୍ଗ, ଶାସ୍ତ୍ରଗତ ବିଦ୍ୟାକୁ ଫଲୋ କରିବା ଉଚିତ। ଆଜି ଜାଣିବା ବ୍ରହ୍ମ ମୁହୂର୍ତ୍ତରେ ଆମେ କ'ଣ କରିବା, ସକାଳ ସମୟରେ କ'ଣ କରିବା, ଯାହାଦ୍ୱାରା ଆମ ଜୀବନଟି ଗୋଟିଏ ଫୁଲ ଭଳି ପ୍ରସ୍ଫୁଟିତ ହୋଇ ସୁଗନ୍ଧ ଚାରିପଟେ ଖେଳେଇଦେବ। ଆପଣମାନେ ଦେଖିଥିବେ ସମାଜରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଭଳି ନିଜକୁ ଗଢ଼ି ତୋଳିଛନ୍ତି, ତାଙ୍କ ଦ୍ୱାରା ବହୁତ ଜଣ ଅନୁପ୍ରାଣିତ ହେଉଛନ୍ତି ଏବଂ ସମାଜରେ ଉନ୍ନତି ମଧ୍ୟ ଘଟୁଛି ଏବଂ ମଣିଷର ଜୀବନକୁ ବଦଳାଇ ଦେବାର କ୍ଷମତା ମଧ୍ୟ ତାଙ୍କ ପାଖରେ ଅଛି। ବଦଳାଇ ଦେଉଛନ୍ତି, ମଣିଷର ସୋଚ ବିଚାରକୁ ସେ ଚେଞ୍ଜ କରିପାରୁଛନ୍ତି। କାହିଁକି ନା ସେ ଫୁଲ ଭଳି ନିଜ ଭିତରେ ଥିବା ଏନର୍ଜିକୁ ପ୍ରସ୍ଫୁଟିତ କରିଛନ୍ତି ଏବଂ ସହି ଦିଶା ଦେଇଛନ୍ତି, ସୁନ୍ଦର ଦିଶା ଦେଇଛନ୍ତି। ତେଣୁ ସେ ନିଜେ ଫୁଲ ଭଳି ଫୁଟିଛନ୍ତି ଏବଂ ତାର ସୁଗନ୍ଧ ଚାରିପଟକୁ ଖେଳି ଯାଉଛି, ଫଳରେ ମଣିଷ ଜୀବନରେ ମଧ୍ୟ ପରିବର୍ତ୍ତନ ଆସୁଛି। ସେଇଭଳି ସକାଳ ସମୟରେ ଆମେ କରୁଥିବା ଜିନିଷ ଗୁଡ଼ିକ, କାର୍ଯ୍ୟ ଗୁଡ଼ିକ ଆମର ମନ ଦିଶା ବଦଳାଇବ, କାର୍ଯ୍ୟ କରିବାରେ କ୍ଷମତା ଆଣିଦେବ ଏବଂ ସଫଳତା ମଧ୍ୟ ଆଣିଦେବ ଜୀବନରେ। ନିଜେ ତ ସଫଳ ହେବା, କିନ୍ତୁ ଏଇ ସଫଳ ଯୋଗୁଁ ବହୁତ କିଛି ପରିବର୍ତ୍ତନ କରିପାରିବା ମଧ୍ୟ। ସୋମାପାଲ ସ୍ପିରିଚୁଆଲ ଟିଚର, ଆର୍ଟ ଅଫ୍ ଲିଭିଂ ଟିଚର, ସୁଦର୍ଶନ କ୍ରିୟା ଟିଚର, ୟୋଗା ଆଣ୍ଡ ମେଡିଟେସନ ଟିଚର। ଅନଲାଇନ୍ ମେଡିଟେସନ ଆଣ୍ଡ ବ୍ରିଥ୍ ୱାର୍କସପ୍ ଜଏନ୍ କରିବା ପାଇଁ ହେଲେ ମେସେଜ କରିବେ 7676593069। ବହୁତ ଜଣ ପଚାରିଥିଲେ ଏହି କୋର୍ସ ଆଟେଣ୍ଡ କରିବା ପାଇଁ କିଛି ଫିସ୍ ଅଛି କି? କିନ୍ତୁ ମେଡିଟେସନ ଏବଂ ୟୋଗାର ଭିଡ଼ିଓ ଗୁଡ଼ିକ ମୁଁ ବହୁତ ଅପଲୋଡ଼ କରୁଛି ଏବଂ ଯଦି ୟୋଗା ମେଡିଟେସନ ଫ୍ରି କ୍ଲାସ୍ ମୋ ସହିତ କରିବା ପାଇଁ ଚାହୁଁଛନ୍ତି ତ ମେସେଜ କଲେ ଗୁଗଲ ମିଟ୍ ଥ୍ରୁରେ ଆପଣମାନେ ମୋ ସହିତ କ୍ଲାସ୍ ଜଏନ୍ କରିପାରିବେ। କିନ୍ତୁ ଯଦି ସୁଦର୍ଶନ କ୍ରିୟା ଶିଖିବା ପାଇଁ ଚାହୁଁଛନ୍ତି, ହ୍ୟାପିନେସ୍ ପ୍ରୋଗ୍ରାମ ଶିଖିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କୁ କିଛିଟା ଡୋନେସନ୍ ଦେବା ପାଇଁ ପଡ଼େ। ତ ଆସନ୍ତୁ ଏବେ ଆଜିର ଭିଡ଼ିଓରେ ଆଗକୁ ବଢ଼ିବା। ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିଦେବେ, ଭିଡ଼ିଓଟିକୁ ଅଧିକାରୁ ଅଧିକା ସେୟାର କରିବେ। ଏଇ ବେନିଫିଟ୍ସ ଗୁଡ଼ିକ ସମସ୍ତଙ୍କ ପାଖରେ ପହଞ୍ଚିବା ଉଚିତ। ସମସ୍ତେ ନିଜ ଜୀବନକୁ ଗୋଟେ ସୁନ୍ଦର ଭାବରେ ଗଢ଼ି ତୋଳିବାର ଅଧିକାର ଅଛି ଏବଂ ଖୁସି ଭାବରେ ଜୀବନଯାପନ କରିବାର ଅଧିକାର ଅଛି। ଆମେ ଯେତେ ବି ଇନକମ୍ କଲେ, ଯେତେ ବି ପଇସା ସଞ୍ଚୟ କଲେ, କିନ୍ତୁ ଯଦି ଆମ ପାଖରେ ଖୁସି ନାହିଁ, ଖୁସି ରହି ଜୀବନକୁ ବିତେଇ ପାରୁନାହାନ୍ତି, ତାହେଲେ ସେ ଇନକମ୍, ସେ ସଞ୍ଚିତ ଧନ, ସେ ସବୁ କିଛି ଆମ ପାଇଁ ମୂଲ୍ୟହୀନ। ସେମିତି ବହୁତ କିଛି ଥାଇ ମଧ୍ୟ ଯଦି ଆମର ଶରୀର ସୁସ୍ଥ ନାହିଁ, ତାହେଲେ ଆମେ ତାକୁ ଏନ୍ଜୟ କରିପାରିବା ନାହିଁ, ଉପଭୋଗ କରିପାରିବା ନାହିଁ। ବ୍ରହ୍ମ ମୁହୂର୍ତ୍ତ କ୍ରିଏଟର ଟାଇମ୍। କ୍ରିଏଟର କିଏ ନା ବ୍ରହ୍ମା। ବ୍ରହ୍ମ କହିଲେ ଆମେ କାହାକୁ ବୁଝୁଛେ ନା ଭଗବାନ। ଆମେ ଜାଣିଛନ୍ତି ନା ଜଗନ୍ନାଥ ଭଗବାନ ହେଉଛନ୍ତି ବ୍ରହ୍ମ ସ୍ୱରୂପ, ଡିଭାଇନ୍ ଏନର୍ଜି। ତ
ତାଙ୍କୁ ଆମେ କହୁଛେ ବ୍ରହ୍ମା। ସେଇ ବ୍ରହ୍ମ ସେଇ ଏନର୍ଜି ଆମ ଭିତରେ ମଧ୍ୟ ଅଛି, ସେ ଡିଭାଇନ୍ ଏନର୍ଜି। ଆଉ ସେ ଆମ ଭିତରେ ଥିବା ଏନର୍ଜିକୁ ଅଧିକା ବଢ଼େଇବାର, ଡେଭଲପ୍ କରିବାର, ଇନକ୍ରିଜ୍ କରିବାର, ସତ୍ୱ ଗୁଣକୁ ବଢ଼େଇବାର ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। କିନ୍ତୁ କେବଳ ଏହି 5ଟି ଅଭ୍ୟାସ ଯଦି ବ୍ରହ୍ମ ମୁହୂର୍ତ୍ତରେ କରିବେ ନା, ନିଜ ଭିତରେ ସେ ଶକ୍ତିକୁ ଆପଣମାନେ ଖୋଜି ପାଇବେ, ବଢ଼େଇ ପାରିବେ। ସ୍ମିକତା ନିଜ ଭିତରେ ବଢ଼ିବା ସହିତ ସକ୍ସେସ୍ ହୋଇପାରିବେ, ନିରୋଗୀ ରହିପାରିବେ। ସବୁଠୁ ବଡ଼ ଜିନିଷ ହେଲା ସୁସ୍ଥ ରହିବା, ସୁସ୍ଥ ମନ, ସୁସ୍ଥ ଶରୀର, ଏସବୁ ରହିପାରିବେ। ସେଣ୍ଟର ରହିପାରିବେ, ସଜଗତା ପୂର୍ବକ କାମ କରିପାରିବେ, ଫଳରେ ଭଲ ରେଜଲ୍ଟ ପାଇବେ। ଯେଉଁ ବି କାମ ହାତକୁ ନେଉଛନ୍ତି ଭଲ ରେଜଲ୍ଟ ପାଇବେ। ବାହାରେ ବି ବ୍ରହ୍ମ, ଭିତରେ ବି। ତେଣୁ ଆମ ଭିତରେ ଥିବା ବ୍ରହ୍ମକୁ ବାହାରେ ସର୍ବବ୍ୟାପୀ ବ୍ରହ୍ମ ସହିତ ଯୋଡ଼ିବାର ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ପରମ ବ୍ରହ୍ମ ଆମେ ତାଙ୍କୁ କହୁଛନ୍ତି, ହେଲା। ପରମ ବ୍ରହ୍ମ, ବ୍ରହ୍ମ ଡିଭାଇନ୍ ଏନର୍ଜି, ହେଲା, ଆତ୍ମା, ପରମାତ୍ମା, ଏସବୁ ଭାବରେ ଆମେ ଜାଣନ୍ତି। କିନ୍ତୁ ପ୍ରଥମେ ଯେତେବେଳେ ଆମେ ନିଜ ଭିତରେ ଥିବା ବ୍ରହ୍ମକୁ, ନିଜ ଭିତରେ ଥିବା ଏନର୍ଜିକୁ ଆମେ ଯେତେବେଳେ ବଢ଼େଇବା, ଶୁଦ୍ଧ କରିବା, ସେତେବେଳେ ଯାଇ ଆମେ ସେ ବିରାଟ ଏନର୍ଜିକୁ ଅନୁଭବ କରିପାରିବା। ଆମ ଭିତରେ ଥିବା ସତ୍ୱ ଗୁଣକୁ ବଢ଼େଇ ପାରିବା। ସତ୍ୱ ଗୁଣରେ ହିଁ ଡିଭାଇନ୍ ଏନର୍ଜି ବାସ କରନ୍ତି, ଭଲ କର୍ମରେ ହିଁ ବାସ କରନ୍ତି। ହେବାର 1 ଘଣ୍ଟା 36 ମିନିଟ୍ ପୂର୍ବରୁ ବ୍ରହ୍ମ ମୁହୂର୍ତ୍ତ ଆରମ୍ଭ ହୋଇଯାଇଥାଏ। ତେଣୁ ଆପଣମାନେ ସେ ବ୍ରହ୍ମ ମୁହୂର୍ତ୍ତରେ ଉଠିବେ। ଆଉ ପ୍ରଥମ କାମଟି କରିବେ, ହାତ ଯୋଡ଼ି ନିଜର ଭଗବାନଙ୍କୁ ସ୍ମରଣ କରିବେ, ଗୁରୁଙ୍କୁ ସ୍ମରଣ କରିବେ, ମାତା ପିତା ସ୍ମରଣ କରିବେ। ସେମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବେ, ବ୍ଲେସିଂସ୍ ନେବେ, କୃତଜ୍ଞତା ସହିତ ପ୍ରାର୍ଥନା କରିବେ। ମୋତେ ଯାହା ବି ମିଳିଛି, ବହୁତ କିଛି ମିଳିଛି, ଆଉ ଆପଣମାନଙ୍କ ଯୋଗୁଁ ହିଁ ମିଳିଛି। ଏଭଳି ଭାବରେ କୃତଜ୍ଞତା ଭାବ ଆଣି ପ୍ରାର୍ଥନା କରିବେ। ଯାହା କିଛି ମୋ ଜୀବନରେ ଭଲ ଦେଇ, ଯାହା ବି ମୋ ପାଖରେ ଅଛି, ଯାହା ବି ମୋତେ ମିଳିଛି, ସବୁ କିଛି ତୁମରି ପାଇଁ। ତେଣୁ କୃତଜ୍ଞତା ଜ୍ଞାପନ କରିବେ ସର୍ବପ୍ରଥମେ। ସେକେଣ୍ଡରେ ମେଡିଟେସନ୍ କରିବେ, ଧ୍ୟାନ କରିବେ। ଧ୍ୟାନର ଭିଡ଼ିଓ ଚ୍ୟାନେଲରେ ଗଲେ ବହୁତ ଗୁଡ଼ିଏ ଧ୍ୟାନର ଭିଡ଼ିଓ ମୁଁ ଅପଲୋଡ଼ କରିଛି, ମିଳିଯିବ। ଚ୍ୟାନେଲରେ ମେମ୍ବରସିପ୍ ଗ୍ରହଣ କରିବେ, ଫଳରେ ଆଡ୍ ଫ୍ରି ମେଡିଟେସନ୍ କରିପାରିବେ। ତ ସେ ମେଡିଟେସନ୍ ଭିଡ଼ିଓ ଗୁଡ଼ିକ ଦେଖିବେ। ଆଗକୁ ମଧ୍ୟ ମୁଁ ବହୁତ ମେଡିଟେସନ୍ ଭିଡ଼ିଓ ଅପଲୋଡ଼ କରିବି, ଯାହାଦ୍ୱାରା ଆପଣମାନେ ଧ୍ୟାନ କରିପାରିବେ। ସେକେଣ୍ଡରେ ମେଡିଟେସନ୍ କରିବେ। ମେଡିଟେସନ୍ କରିବା ପୂର୍ବରୁ ଫ୍ରେଶ୍ ହୋଇ ଗୋଟେ ଶାନ୍ତ ଜାଗା ଚୟନ କରି ବସିବେ। ପ୍ରକୃତିର ସହିତ ନିଜକୁ ଯୋଡ଼ିବେ, ଟିକେ ବାହାରେ ଆସିବେ, ଫ୍ରେଶ୍ ଏୟାର ସହିତ, ଗଛ ପତ୍ର ସହିତ କିଛି ସମୟ ବିତେଇବେ, ୱାକିଂ କରିବେ, ଦେନ୍ କିଛି ଆସନ କରିବେ, ପ୍ରାଣାୟାମ କରିବେ, ଧ୍ୟାନ କରିବେ। ତା ଫଳରେ ଧ୍ୟାନର ରେଜଲ୍ଟ ଭଲ ମିଳିବ, ଗଭୀର ଧ୍ୟାନ ହେଇପାରିବ ଏବଂ ମନଟି ଶାନ୍ତ ହୋଇଯିବ। ଧ୍ୟାନ ଦ୍ୱାରା ଆମେ ବହୁତ ଇଜିଲି ପଜିଟିଭ ରହିପାରନ୍ତି ଏବଂ ସେଣ୍ଟର ହୋଇପାରନ୍ତି। ଏକାଗ୍ରତା ଆସିଯାଏ ଆମ ଭିତରେ, ମନରେ ଏକାଗ୍ରତା ଆସିଯାଏ। ତେଣୁ ଆମେ ସହଜ ଭାବରେ ଦିନଟିକୁ ଖୁସି ଭାବରେ ବିତେଇ ପାରନ୍ତି। ବ୍ରହ୍ମ ମୁହୂର୍ତ୍ତରେ କରୁଥିବା ଧ୍ୟାନ ବହୁତ ପାୱାରଫୁଲ୍। ଶରୀରରେ ସୁସ୍ଥତା, ମାନସିକ ସୁସ୍ଥତା, ତ ସ୍କିଲଫୁଲ୍ ହୋଇ ଆମେ କାର୍ଯ୍ୟ କରିପାରନ୍ତି। ତେଣୁ କୁହାଯାଏ ଯୋଗ କର୍ମେଷୁ କୌଶଲମ୍। ଯୋଗ ଏବଂ ଧ୍ୟାନ ଆମ କର୍ମରେ କୁଶଳତା ମଧ୍ୟ ଆଣିଥାଏ। କେବଳ ଶରୀର ସୁସ୍ଥ କରେ ନାହିଁ, କର୍ମରେ କୁଶଳତା ଆଣିଥାଏ। ସ୍କିଲ୍ ଆମର ବଢ଼ି ଯାଇଥାଏ, କାହିଁକି ନା ମେମୋରି ଏବଂ ଚିତ୍ତ ବୃତ୍ତି ନିରୋଧ, ଆମ ଚିତ୍ତରେ ପଡ଼ି ରହିଥିବା ବୃତ୍ତି ଗୁଡ଼ିକ ସେ ରୋକେ। ନେଗେଟିଭ୍ ଜିନିଷ ଗୁଡ଼ିକ ଆମ ଜୀବନରୁ ହଟିଯାଏ। ତେଣୁ ଆମେ ପଜିଟିଭ ହୋଇ କାମ କରିପାରନ୍ତି। ପଜିଟିଭ ହୁଏ, ନୂଆ ନୂଆ ଆଇଡ଼ିଆ ମଧ୍ୟ ମନକୁ ଆସେ, କ୍ରିଏଟିଭ୍ ଆମେ ହେଇପାରନ୍ତି। ସେଥିପାଇଁ ଆମେ କୁଶଳତାର ସହିତ କାମ କରି ସକ୍ସେସ୍ ହୁଅନ୍ତି, ସଫଳ ହୁଅନ୍ତି। ନିହାତି ଭାବରେ ଯୋଗ, ଧ୍ୟାନ, ପ୍ରାଣାୟାମ ସକାଳ ସମୟରେ କରିବେ, ନିଜର ଲାଇଫଷ୍ଟାଇଲରେ ଇନକ୍ଲୁଡ୍ କରିବେ। ଥାର୍ଡରେ ଆତ୍ମନିରୀକ୍ଷଣ କରିବେ। ଆତ୍ମନିରୀକ୍ଷଣ କ'ଣ? ନିଜକୁ ନିଜେ ଚିହ୍ନିବା। ସବୁବେଳେ ମନ ଆମର ବାହାରେ,
कोठी कौन घटना घटिला, कोठी कौन परिस्थिति है, मते किए कौन कहला, कोठी कौन होउची, ए बाहर दुनिया रे मनटी बुड़ी रहे। सेथिपाई आमे निजको निजे केबे चिन्ही नाहांती। निजको निजे केबे प्रश्न पचारिछन्ते, मु काहेकि दुनिया को आछि, मु काहेकि एठी जन्म नेछि, मते भगवान काहेकि एते सुंदर जन्म दैछन्ते, मनुष्य जन्म दैछन्ते, केबे भी पचारनांती। काहेकि ना समय नाही, मनटी सबो बेले बाहर बुलुची। आत्मनिरीक्षण करिवार गोटे सर्वश्रेष्ठ समय होउची सकाळ समय। निज भितरे करुथिबा कार्य को निरीक्षण करिवे, मनरे आसुथिबा प्रश्न को खोजिवे। फॉर एग्जांपल ए प्रश्न आछि, मु काहेकि जन्म नेछि, मते भगवान काहेकि मनुष्य जन्म दैछन्ते, ए सर्वश्रेष्ठ प्रश्न। मो द्वारा कौन एमती करिवार अछि, मु निजे मध्य जा द्वारा कि मु निजे भी उन्नत धरणर जीवन यापन करिवे एवं अन्य मानक पाई मध्य काम रे आसीबे। कौन एमती करिवे, आत्मनिरीक्षण करिवे। मो भितर कौन खराब गुण अछि, मु ताको चेंज करिवे केमती, बदलैबी केमती, मो भितर केमती भल गुण को मु बढ़ेबी। पास्ट रे कौन कौन मु करिछि ताटो किछि शिक्षा केमती मु नै कि आगो को बढ़ी जीवी। से पास्ट जिंस को, अतीत जिंस को भूली सेठू शिक्षा किछि पाई मु आगो को बढ़ी जीवी। आत्मनिरीक्षण बहुत जरूरी। काहेकि बारंबार मु असफल होउची ताहा भी चिंता करिवे। जे से सब निरीक्षण कले ही ता भितरे आंसर खोजी पाइबे, ता भितरे प्रश्नर उत्तर अछि, ता भितरे कारण मध्य अछि, ताको खोजी बदलै पारिबे। तेणु आत्मनिरीक्षण करिवे। फोर्थ रे होची योजना बनैबे। बिना योजना रे आमे कोन करछे, सकाळ उठिले बास आज कौन अच्छी ना यही कम अच्छी, तापाई कौन सी योजना नहीं, आज कौन करी बास निजर खाइबा पीवा नित्यकर्म सारदेले, कौन सी आगर प्रिपेयर नुह, योजना बनैबार नहीं, तुरंत जाए से कामटी करने आम ठिया हो गले, हाजिर हो गले। जिते बेले आम असफल हो आसिले बारंबार से कामटी पुणी कले, पुणी असफल हेले, ता पछरे गोटे बड़ कारण है योजनाबद्ध भाव में आपण माने काम करूना। योजना बनैकी काम करिवे तो कौन हम ना, से स्किल गुड़ा कौ जिनस शिखबार अच्छी, केते समय मत दबार अच्छी, ता पूर्वर कौन प्रिपेरेसन करी, ये सब भल भाव में करें, योजनाबद्ध भाव में काम करेंगे। तेणु सकाळ समयटी बेस्ट समय होची योजना बनैबा पई। आज दिनर काम पई, गोटे सप्ताहर काम पई, गोटे मासर काम पई, गोटे वर्षर काम पई योजना बनैकी रखिबे, स्किल डेवलप करिवे, कंटिन्यू करिवे एवं सही योजना हिसाब रे निज जीवन को चलेबे। देखिए सफलता सहित बहुत खुशी सहित जीवन यापन करेंगे। एवं फिफ्थ रे होची जोटा कि बहुत आवश्यक आमको सब बेले ना शिखिबार गुणटी को, सब बेले शिखिबार गुणटी को जागृत करियार अछि। केते भी पढ़ी नियंतु, केते भी जॉब रे सैटिस्फाई हो जातु, किंतु शिखिबार कला सब बेले आम पाखरे थिबा उचित। तो से शिखिबा पई हमको कौन हेल्प करिवो, पढ़िबा। ए सकाळ समय रे भल भल बही पढ़िबे, स्पिरिचुअल ग्रंथ पढ़िबे, है ना, मोटिवेशन बही गुड़िक पढ़िबे। नॉलेज बुक बहुत अच्छी, बहुत महापुरुष मानकर नॉलेज बुक अच्छी, बायोग्राफी अच्छी, ताक सब पढ़िबे। तो फल रे सब बेले शिखी चलिए जीवन में, कोठी हार मानिबे नहीं। जिते नुआ नुआ निजक जिते अपडेट आम रखा ना, से पढ़ा उचित। आमको निजक अपडेट रखापी हेले आमको से पढ़ा दरकार हम। तेणु सकाळ समय रे पढ़िबे। ये 5टी अभ्यास को सकाळ समय रे नियम करनियंतु एवं प्रत्येक दिन यह निरोगी मध्य रहिबे आ मानसिक तनाव मुक्त रहिबे। वीडियो को मुझे एंड करुच्ची, पुणी गोटे नूतन वीडियो नहीं आसी। स्टे हेल्दी, स्टे हैप्पी। चैनल जो मैंने नुआ अच्छा सब्सक्राइब करेंगे एवं वीडियो को अधिक शेयर करदे एवं कमेंट बॉक्स रे जय जगन्नाथ निहाती भाव लिखिए।